ଦେଖନ୍ତୁ ଆମର ପାଖାପାଖି 96-97 ଲକ୍ଷ ମୋଟର ଯାନ ଆମ ରାଜ୍ୟରେ ଚଳାଚଳ କରୁଛି, ମାନେ ଆମ ରାଜ୍ୟରେ ପଞ୍ଜୀକରଣ ହେଇଛି, ଚଳାଚଳ କରୁଛି ନା ପଞ୍ଜୀକରଣ ହେଇଛି। ତନ୍ମଧ୍ୟରୁ ପାଖାପାଖି 8 ଲକ୍ଷ ଗାଡ଼ି ଗୋଟେ ବିଗତ ବର୍ଷ ଭିତରେ ହେଇଥିବ। ତେଣୁ ବର୍ଷକରୁ ଯୋଉ ଗାଡ଼ି ପୁରୁଣା ନୁହେଁ ସେମାନଙ୍କ ପାଇଁ କି ପ୍ରଦୂଷଣ ଏକ୍ସେମ୍ପସନ ଅଛି। ତେଣୁ ଯଦି ଆମେ 8 ଲକ୍ଷକୁ ମାଇନସ୍ କରିଦେବା ପାଖାପାଖି ଆମର 90 ଲକ୍ଷରୁ ଆଜିକା ସୁଦ୍ଧା 44-45 ଲକ୍ଷ ପାଖାପାଖି ଗାଡ଼ି ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ହାସଲ କରିସାରିଲେଣି। ଆ ଭିତରେ କିଛି ଟ୍ରେଲର ଥିବ, ଟ୍ରାକ୍ଟର ଟ୍ରଲି, ତେଣୁ ସେଗୁଡ଼ିକ ଦରକାର ନାହିଁ। ତେଣୁ ମୋତେ ଲାଗୁଛି ମୋର ଦାନ୍ 50% ଗାଡ଼ି କରିସାରିଲେଣି। ଆଉ ଯୋଉ ଅଳ୍ପ ଅଛନ୍ତି ସେମାନେ ଆଗାମୀ ଦିନରେ କରିଦେବେ। ସରକାର ବହୁତ ସମୟ ଦେଇଛନ୍ତି, ଏପ୍ରିଲ ଯାଏଁ ଦେଇଛନ୍ତି, ଆରାମରେ କରିପାରିବେ। ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଥିଲା 5-6 ଥିଲା ଯେ କି ଅଧିକ ହେଇଯାଉଥିଲା, ତାର ଟେଷ୍ଟିଂ ସେଣ୍ଟର ସାର୍ ବଢା କଲେଣି? ଶୁଣନ୍ତୁ, ଟେଷ୍ଟିଂ ସେଣ୍ଟର 19 ମାନେ ବଢିଥିଲା ଏବଂ ଆହୁରି ବଢିକି ବର୍ତ୍ତମାନ 828 ପାଖାପାଖି ହେଲାଣି ଏବଂ ତାକୁ ଆହୁରି ମଧ୍ୟ ବଢେଇବା ପାଇଁ ଚେଷ୍ଟା ଜାରି ରହିଛି। କିନ୍ତୁ ଗୋଟେ ହଉଛି ସେମାନଙ୍କର କିଛି ଇନଭେଷ୍ଟମେଣ୍ଟ ରହିଛି। ତେଣୁ ଯଦି କୌଣସି ବି ଆମେ ଏହା ମଧ୍ୟ ମାନ୍ୟବର ମନ୍ତ୍ରୀ ମଧ୍ୟ ପ୍ରକାଶ ମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପରୀକ୍ଷଣ କେନ୍ଦ୍ର ଯଦି କୌଣସି ଲୋକ କରିବାକୁ ଚାହାନ୍ତି ତାହେଲେ ତାଙ୍କୁ ସେମ୍ ଡେରେ ତାଙ୍କୁ ରେଜିଷ୍ଟ୍ରେସନ କରିକି ତାଙ୍କୁ ସାର୍ଟିଫିକେଟ ମାନେ ଅଥରାଇଜେସନ ଦିଆଯାଉ, ସେମାନେ କରିବେ। ସେଇ ପରିକ୍ରମାରେ ମଧ୍ୟ ବହୁତ ଗୁଡେ ସେଣ୍ଟର ଆମର ଆ ଭିତରେ ହେଇସାରିଲାଣି। ତେଣୁ ଆମେ ଇଜ୍ ଅଫ୍ ଡୁଇଂ ବିଜନେସ ମଡେଲରେ ଏଗୁଡ଼ିକ ଇମିଡିଏଟଲି କରିଦିଆଯାଉଛି। ଯୋଉ ପଲ୍ୟୁସନକୁ ନେଇକି ଯୋଉ ଟୋଲଗେଟ୍ ରହୁ, ଲୋକଙ୍କ ମନରେ ଗୋଟେ ଏବେ ବି ଧାରଣା ରହିଛି ଯେ ପଲ୍ୟୁସନ ଚାଲାଣ କଟିଗଲେ ଫାଇନ୍ ଦେଲା ପରେ କଣ କେମିତି ହବ, ତାକୁ ନେଇକି ଗୋଟେ ଦ୍ୱନ୍ଦ୍ୱରେ ରହୁଛନ୍ତି। ତାକୁ କଣ ଲୋକଙ୍କ ମନରେ ଗୋଟେ ଦୂର କରିବେ କି? ଦେଖନ୍ତୁ, ଆଜିକା ଦିନରେ ପ୍ରଦୂଷଣ ପାଇଁ ମାନେ ପ୍ରଦୂଷଣ ମୁକ୍ତ ମାନେ ପ୍ରଦୂଷଣ ସାର୍ଟିଫିକେଟ ନଥିଲେ କୌଣସି ଟୋଲଗେଟ୍ରେ ଚାଲାଣ କଟୁନାହିଁ। ମାନ୍ୟବର ପରିବହନଙ୍କ ମନ୍ତ୍ରୀଙ୍କର ନିର୍ଦ୍ଦେଶ ପରେ ଏ ପ୍ରକ୍ରିୟା ବନ୍ଦ ଅଛି। 2, ଆପଣଙ୍କର ଯଦି ପ୍ରଦୂଷଣ ନିମନ୍ତେ କୌଣସି ଚାଲାଣ କଟିଥାଏ ତାହେଲେ ଆପଣ ତାହା ଆବେଦନ କଲେ, ତା ସହିତ ଆପଣ ଯଦି ତାପରେ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ନେଇଯାଇଛନ୍ତି କରିଦେଇଛନ୍ତି ତାହେଲେ ଆପଣ ଆମକୁ ଜଣାଇଲେ ତାକୁ ଡ୍ରପ୍ କରିଦିଆଯାଉଛି। ଏଇ ଡ୍ରପ୍ କରିବା ପାଇଁ ଆବେଦନ ପ୍ରକ୍ରିୟା ଆପଣ ଏସ୍ଟିଏ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଗୋଟେ ଡ୍ରପ୍ ବକ୍ସରେ ଦେଇପାରିବେ। ଆମର ଗୋଟେ ମେଲ୍ ଆଇଡି ଅଛି, ସେ ମେଲ୍ ଆଇଡି ori_stl ରେ ଦେଇପାରିବେ। ନିକଟସ୍ଥ ଆର୍ଟିଓଙ୍କୁ ମଧ୍ୟ ଦେଇପାରିବେ। ଧରନ୍ତୁ ଆପଣ ଜଣେ ଲୋକ ଦୂର ଦୂରାନ୍ତରେ ଅଛନ୍ତି, ସିଏ ଏସ୍ଟିଏ ଆସିବା ଦରକାର ନାହିଁ। ଏବଂ ଆମର ଟୋଲ୍ ଫ୍ରି ନମ୍ବର ବି ଅଛି, ଟୋଲ୍ ଫ୍ରି ନମ୍ବର ବି ଦେଇପାରିବେ। ସୋସିଆଲ ମିଡିଆରେ ମଧ୍ୟ ଆସୁଛି, ଆମେ ସୋସିଆଲ ମିଡିଆରେ ନେଉଛୁ। ଅଦ୍ୟାବଧି ଆମେ ପାଖାପାଖି 3-4 ହଜାରରୁ ଉର୍ଦ୍ଧ୍ୱ ଏଇଭଳି ମାନେ ଯୋଉ ଚାଲାଣକୁ ମାନେ ଡ୍ରପ୍ କରିଦିଆଯାଇଛି। ଯୋଉମାନେ ମାନେ ଚାଲାଣ ହେଲା ପରେ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ପାଇସାରିଛନ୍ତି ସେମାନଙ୍କର 4000ରୁ ଉର୍ଦ୍ଧ୍ୱ କେସ୍ ଆମର ଡ୍ରପ୍ କରାଯାଇ ସାରିଲାଣି। 4000 ପାଖାପାଖି ହେବ, ଏକ୍ଜାକ୍ଟ ନମ୍ବରଟା କହିହେଉନି, 4000 ପାଖାପାଖି ହେବ। ଯେହେତୁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ, ତଥାପି ଲୋକମାନେ ଯାଉଛନ୍ତି, ଲାଇନଟା ଜଗୁଛନ୍ତି, କରୁଛନ୍ତି, ତଥାପି ଆପଣ ମଧ୍ୟ ସେବା ଦେଖେଇ ଦଉଛନ୍ତି, ଏପରିକି ଛୁଟି ଦିନରେ ମଧ୍ୟ ସେମାନଙ୍କୁ ଦଉଛନ୍ତି। ଆଜ୍ଞା, ଶୁଣନ୍ତୁ, ଗ୍ରୀନ୍ ଷ୍ଟିକରକୁ ନେଇକି ଲୋକମାନଙ୍କ ମଧ୍ୟରେ ଗୋଟେ ରହିଛି, ଗ୍ରୀନ୍ ଷ୍ଟିକର ନଥିଲେ ବୋଧେ ମୁଁ ଚାଲିପାରିନି। ଆମେ ବାରମ୍ବାର କହି ଆସୁଛୁ, ଗ୍ରୀନ୍ ଷ୍ଟିକର ଏକ ଚିହ୍ନଟ ପ୍ରକ୍ରିୟା। ତେଣୁ ଯେତେବେଳେ ଆପଣମାନେ ହିଁ ପ୍ରଶ୍ନ ଉତ୍ଥାପନ କଲେ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଯେ ଆଜ୍ଞା ଆମ ଗାଡ଼ିର ପଲ୍ୟୁସନ ଥିଲେ ଆମେ କେମିତି ଜାଣିବା, ଦୂରରୁ କେମିତି ଜାଣିବା, ତେଣୁ ସାର୍ କହିଲେ ଯେ ଗୋଟେ ଷ୍ଟିକରଟା ଆମେ ଦେବାର ବ୍ୟବସ୍ଥା କରିଦେଉ, ଏଟା ମାଗଣା ଦିଆଯାଉଛି ଷ୍ଟିକର। ତେଣୁ ଷ୍ଟିକର, କିନ୍ତୁ ଜନସାଧାରଣ ତାକୁ ତା ପାଇଁ ମଧ୍ୟ ଦୌଡୁଛନ୍ତି। ଷ୍ଟିକରଟା ରହିଲେ ଯେ ଆପଣଙ୍କର ଷ୍ଟିକର ଥିଲେ ଚାଲାଣ ହେବନି ସେମିତି କିଛି ନାହିଁ। ଆପଣଙ୍କର ପ୍ରଥମ ହେଉଛି ପ୍ରଦୂଷଣ ଯଦି ଆପଣ ମୁକ୍ତ ଯାଞ୍ଚ ପ୍ରମାଣପତ୍ର ପାଇଛନ୍ତି, ଏମ୍ ପରିବହନ କିମ୍ବା ବାହନରେ ଆପଣଙ୍କର ବୈଧତା ସ୍ପଷ୍ଟ ଭାବେ ଦର୍ଶାଉଥିବା ଦରକାର। ତେଣୁ ଆପଣ ଦେଖିଦିଅନ୍ତୁ, ଯଦି ଏମ୍ ପରିବହନରେ ଆପଣଙ୍କର ଭ୍ୟାଲିଡ୍ ଅଛି, ଆପଣ ଗ୍ରୀନ୍ ଷ୍ଟିକର ନେଲେ କେତେ ନ ନେଲେ କେତେ କିଛି ଯାଏ ଆସ ନାହିଁ। ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ମଧ୍ୟ ନୁହେଁ, କିନ୍ତୁ ଲୋକଙ୍କର ବିଶ୍ୱାସକୁ ମଧ୍ୟ କହିବନି। ଲୋକ ଆସୁଛନ୍ତି, ଲୋକଙ୍କ ମନ ଭିତରେ ହୁଏତ କିଛି ଭ୍ରମାତ୍ମକ ଧାରଣା ଥାଇପାରେ ଯେ ଗ୍ରୀନ୍ ଷ୍ଟିକରଟା ନଥିଲେ ଏହା କଣ ହବ। ପୁଣି ପୁନର୍ବାର ସ୍ପଷ୍ଟ କରିଦେଉଛୁ, ଗ୍ରୀନ୍ ଷ୍ଟିକର ଏନଫୋର୍ସମେଣ୍ଟ ନିମନ୍ତେ ଏକ ମାପଦଣ୍ଡ ନୁହେଁ। ପିୟୁସି ସେଣ୍ଟର ଯୋଉ ଅଛି, ଆପଣଙ୍କର ସ୍ପେଶାଲ ଟିମ୍ ସାର୍ ଯାଞ୍ଚ କରୁଛି, ଚଢ଼ଉ କରୁଛି? ଆଜ୍ଞା ଆଜ୍ଞା, ରୀତିମତ ଭାବେ ଆମର ଆର୍ଟିଓ ମାନେ ନିୟମିତ ଭାବେ ରାଣ୍ଡମଲି ଗୋଟେ ଯୋଡ଼େ ସେଣ୍ଟରକୁ ଯାଇ ଯାଞ୍ଚ କରୁଛନ୍ତି। ଆଉ ସେ ଯାଞ୍ଚ ପ୍ରକ୍ରିୟାରେ ସେମାନେ ଦେଖୁଛନ୍ତି ଯେ ପ୍ରାକ୍ଟିକାଲି ଗୋଟେ
ମାନେ ଗାଡିଟାକୁ ସେମାନେ ଟେଷ୍ଟ କରିକି ଦଉଛନ୍ତି ନା ଟେଷ୍ଟ କରିକି ଦଉନାହାନ୍ତି, ବିନା ଗାଡିରେ ଦଉଛନ୍ତି କି ନାହିଁ, ସେଠି କିଛି କିଛି ଲୋକଙ୍କର ମତାମତ ମଧ୍ୟ ଗ୍ରହଣ କରୁଛନ୍ତି। ଆଉ ବର୍ତ୍ତମାନ ଯିଏ କରିବ ଏଇଭଳି ବେନିୟମ କାମ ସେ ତ କେବେ ସ୍ପଷ୍ଟ ଦିବାଲୋକରେ କରିବନି, ତେଣୁ କିଛି ଲୁକାୟିତ ଭାବେ କରୁଛନ୍ତି। ତେଣୁ ଲୁକାୟିତ ବ୍ୟକ୍ତିଙ୍କୁ ଧରିବା ନିମନ୍ତେ ଟେକ୍ନୋଲୋଜି କି ବ୍ୟବହାର କରି ଆଇଟି ଆନାଲିସିସ୍ କରି ବା ତାଙ୍କର ଡାଟା ଆନାଲିଟିକ୍ସ ୟୁଜ୍ କରି ତାଙ୍କୁ ଆମେ ଧରିବାକୁ ଚେଷ୍ଟା କରୁଛୁ। କିଏ ଗୋଟେ ମିନିଟ୍ରେ ଦଉଛି, ମାନେ ଗୋଟେ ମିନିଟ୍ରେ ଆପଣ କେମିତି ହବ? ଆପଣ ତ ମିନିଟ୍ରେ ସାର୍ ଏଇଟା ହେଇଯିବ। ହଁ, ଆପଣଙ୍କର ପେଟ୍ରୋଲ ଗାଡି ପାଇଁ ହାରାହାରି 5 ମିନିଟ୍ ଲାଗିବ, ଡିଜେଲ ଗାଡି ପାଇଁ ହାରାହାରି 7 ମିନିଟ୍ ଲାଗିବ ଗୋଟେ ଗୋଟେ ଗାଡିକି ଯାଞ୍ଚ କରିବା ପାଇଁ। ଆମେ ଦେଖୁଛୁ ଗୋଟେ ଗୋଟେ ସେଣ୍ଟର ଗୋଟେ ମିନିଟ୍ରେ 4ଟା ଦେଇ ଦେଇଛନ୍ତି, 2 ମିନିଟ୍ରେ 3ଟା 4ଟା। ତେଣୁ ଏଗୁଡିକ ଆବନର୍ମାଲ, ତେଣୁ ତାଙ୍କୁ ହିଁ ୱାଚ୍ କରୁଛୁ। ତେଣୁ ଯୋଉମାନେ ଏଇଭଳି କରୁଛନ୍ତି ତାଙ୍କ ଡାଟାଟା ଆମ ପାଖରେ ଗୋଟେ ଷ୍ଟୋର ହେଇକି ରହୁଛି ନା, ତେଣୁ ଆମେ ଦେଖିପାରୁଛୁ ଯେ କୋଉ ଲୋକ କଣ କରୁଛି। ତେଣୁ ସେଇ ଅନୁସାରେ ଆମେ ଗୋଟେ ତାକୁ ଚଢଉ କରୁଛୁ। ଅଲରେଡି ଆକ୍ସନ 72 ଜଣ ନେଲା ପରେ ଏବେ କମି ଆସିଲାଣି। ଏବେ ଏଇଭଳି ଇଏରେ ଲିପ୍ତ ଥିବାର ଆଉ ଯୋଉ ଆଗରୁ ଯୋଉ ସଂଖ୍ୟାର ଅଭିଯୋଗ ଆସୁଥିଲା ବା ଯୋଉ ଆମକୁ ପ୍ରମାଣ ମାନେ ଆସୁଥିଲା, ଏବେ ସଂଖ୍ୟାଟା ଟିକେ କମି ଯାଇଛି। ସାର୍ ଗୋଟେ ମଝିରେ ଗୋଟେ କଥା ହେଲା ଯୋଉ ପିୟୁସି ସେଣ୍ଟର ଯୋଉ ଭଳିଆ ଅଛି ଏମାନଙ୍କର ସାର୍ ପଲ୍ୟୁସନ ନାହିଁ ବୋଲି ମଝିରେ ଗୋଟେ କଥା ହେଲା। ହଁ, ସେମାନେ ସେଭଳିଆ ସେଣ୍ଟର ମଧ୍ୟ ଗୋଟେ ଯୋଡେ ସେଣ୍ଟର ତାଙ୍କ ଗାଡିର ପଲ୍ୟୁସନ ନଥିଲା ବୋଲି ଆମ ଦୃଷ୍ଟିକୁ ଆସିଥିଲା। ତତ୍କ୍ଷଣାତ୍ ଆମେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ ଏବଂ ତାର 2 ଦିନ ଭିତରେ ସେ ସମ୍ପୃକ୍ତ ସେଣ୍ଟର ସେ ତା ଗାଡିକି ବଦଳେଇକି ନୂଆ ଗାଡି କରିଥିଲେ। ଆକ୍ଚୁଆଲି ସେମାନଙ୍କର ବି ଭ୍ରାନ୍ତ ଧାରଣା ଥିଲା ଯେ ଆମ ଗାଡିଟା ଛିଡା ହଉଛି। ଆରେ ଛିଡା ହଉଛି ମାନେ ତୁମେ ତ ଗାଡି ଘରୁ ଆଣୁଛ ଏଠିକି ନା, ବେଳେ ବେଳେ ହୁଏ ସେମିତି।